ଯୁଦ୍ଧ ବନ୍ଦ ପାଇଁ ଆମେରିକା ଇରାନ ସହମତ। ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ହେବା ନିଶ୍ଚିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାସିଂଟନ ଓ ତେହେରାନଙ୍କ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷର ହେବା ଏବଂ ହରମୁଜ ପ୍ରଣାଳୀରେ ଆମେରିକାର ନୌସେନା ଅବରୋଧ ପଠାଇବା ଘୋଷଣା କରିଛନ୍ତି। ଟ୍ରମ୍ପ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଘୋଷଣା କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ପାଇଁ ସହମତି ହୋଇଛି। ସେ କହିଛନ୍ତି ହରମୁଜ ପ୍ରଣାଳୀ ଏବଂ ସାରା ବିଶ୍ୱର ସମସ୍ତ ଜାହାଜ ପାଇଁ ଖୋଲାଯିବ ଏବଂ ଇରାନ ବନ୍ଦର ଉପରେ ଆମେରିକା ନୌସେନା ଅବରୋଧ ମଧ୍ୟ ତୁରନ୍ତ ପ୍ରତ୍ୟାହାର କରାଯିବ। ପାକିସ୍ତାନ ଏବଂ କାତାର ଏହି ମାମଲାରେ ମଧ୍ୟସ୍ଥ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଚୁକ୍ତିନାମା ଜୁନ୍ 19 ତାରିଖ ଶୁକ୍ରବାରରେ ସୁଇଜରଲ୍ୟାଣ୍ଡରେ ଆନୁଷ୍ଠାନିକ ଭାବରେ ସ୍ୱାକ୍ଷରିତ ହେବ ବୋଲି ଜଣାପଡ଼ିଛି। ଆମେରିକା ପରେ ଇରାନ ମଧ୍ୟ ଶାନ୍ତି ଚୁକ୍ତି ହେବାକୁ ଯାଉଥିବା ସୂଚନା ଦେଇଛି। ଇରାନର ଆଇନ ଏବଂ ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘାରିବାବାଦୀ ଆମେରିକା ସହିତ ଶାନ୍ତି ଚୁକ୍ତି ହେବାକୁ ଯାଉଥିବା କହିଛନ୍ତି। ତେବେ ଶତ୍ରୁତା ସମାପ୍ତ କରିବା ପାଇଁ ଅବରୋଧ ପଠାଇବା ଏବଂ ଇରାନ ସମ୍ପତ୍ତି ମୁକ୍ତ କରିବା ପାଇଁ ୱାସିଂଟନଠାରୁ ଆମେ ପ୍ରତିଶ୍ରୁତି ଚାହୁଁଛୁ। ଇରାନ ସରକାରୀ ପ୍ରେସ୍ ଟିଭି ଅନୁଯାୟୀ ଘାରିବାବାଦୀ କହିଛନ୍ତି ଯେ ଶୁକ୍ରବାର ଏହି ଚୁକ୍ତି ସୁଇଜରଲ୍ୟାଣ୍ଡରେ ଆନୁଷ୍ଠାନିକ ଭାବରେ ସ୍ୱାକ୍ଷରିତ ହେବ, ଯାହା ପରେ ଏକ ଡ୍ରାଫ୍ଟ ବୁଝାମଣାପତ୍ର ସାର୍ବଜନୀନ କରାଯିବ। ଉଭୟ ପ୍ରତିନିଧି ମଣ୍ଡଳୀର ଭବିଷ୍ୟତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବେ। ସେ କହିଛନ୍ତି ଯେ ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପୂର୍ବରୁ ଇରାନ ଯାଞ୍ଚ କରିବ ଯେ ଆମେରିକା ଯୁଦ୍ଧ ସମାପ୍ତ କରିବା, ଅବରୋଧ ହଟାଇବା ଏବଂ ସମ୍ପତ୍ତିକୁ ମୁକ୍ତ କରିବା ସହିତ ଜଡ଼ିତ ତା'ର ଦାୟିତ୍ୱ ପୂରଣ କରିଛି କି ନାହିଁ। ଏହି ବୁଝାମଣା ପ୍ରମାଣପତ୍ର ଅର୍ଥ ଶତ୍ରୁ ଉପରେ ବିଶ୍ୱାସ କରିବା ନୁହେଁ। ଆମେ ଆମେରିକା ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତିର କାର୍ଯ୍ୟକାରିତା ଉପରେ ନଜର ରଖିବୁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଏହି ଚୁକ୍ତିନାମା କେବଳ କୂଟନୀତିର ଫଳାଫଳ ନୁହେଁ, ବରଂ ଏହା ଇରାନର ସାମରିକ ବାହିନୀର ବଡ଼ ବିଜୟ। ଶତ୍ରୁ ସହ ମୁକାବିଲା କରି ନିଜ ଜୀବନ ଦେଇଥିବା ସୈନିକଙ୍କ ପବିତ୍ର ରକ୍ତ ପାଇଁ ଇରାନ ସର୍ବଦା ଋଣୀ ରହିବ ବୋଲି ସେ କହିଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଦୀର୍ଘ ଆଲୋଚନା ପରେ ଏକ ଚୁକ୍ତିନାମା ପ୍ରସ୍ତୁତ ହୋଇଛି। ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ସରିଫ କହିଛନ୍ତି ଯେ ଉଭୟ ପକ୍ଷ ଲେବାନନ ସମେତ ସମସ୍ତ ମୋର୍ଚ୍ଚାରେ ସାମରିକ ଅଭିଯାନର ତୁରନ୍ତ ଏବଂ ସ୍ଥାୟୀ ସମାପ୍ତି ପାଇଁ ରାଜି ହୋଇଛନ୍ତି। ଚୁକ୍ତି ପାଇଁ ଆମେରିକା ଓ ଇରାନ ମଧ୍ୟରେ ମଧ୍ୟସ୍ଥତା କରିଥିବା ସେ କାତାର, ସାଉଦି ଆରବ ଏବଂ ତୁର୍କୀକୁ ଧନ୍ୟବାଦ ଦେଇଛନ୍ତି। ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ସୁଇଜରଲ୍ୟାଣ୍ଡ ହେବାକୁ ଥିବା ଚୁକ୍ତି ସ୍ୱାକ୍ଷର ଉତ୍ସବରେ ଯୋଗ ଦେଇପାରନ୍ତି। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଶେଷ ମୁହୂର୍ତ୍ତରେ ଯୋଗ ଦେବେ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରେ। ଫ୍ରାନ୍ସରେ ହେବାକୁ ଥିବା G7 ଶିଖର ସମ୍ମିଳନୀ ଯୋଗୁଁ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିବ ନାହିଁ। ତେଣୁ ଆମେରିକା ଇରାନ ଚୁକ୍ତି ସ୍ୱାକ୍ଷର ସମାରୋହରେ ଟ୍ରମ୍ପ କିମ୍ବା ଜେଡି ଭାନ୍ସ ମଧ୍ୟରୁ ଜଣେ ଯୋଗ ଦେବାର ସମ୍ଭାବନା ଅଧିକ ରହିଛି।